ଗତକାଲିର ଭିଡ଼ିଓରେ ଆପଣମାନେ ତ ଦେଖିଥିଲେ ମା ତାରିଣୀଙ୍କ ପୀଠରେ ଆମେ ଯାଇ ପହଞ୍ଚି ଯାଇଥିଲୁ। ଯେହେତୁ ଭିତରକୁ ମୋବାଇଲ ଆଲାଉ ନଥିଲା ସେଥିପାଇଁ ଲକର ରୁମ୍ରେ ମୋବାଇଲ ରଖିକି ଭିତରକୁ ଯାଇକି ମାଙ୍କ ଦର୍ଶନ କରି ଭୋଗରାଗ କରି ବାହାରକୁ ଆସିଥିଲୁ। କିଛି ଭୋଗ ଆସିକି କିଣିଥିଲୁ, ଯେହେତୁ ବଣ୍ଟା ବଣ୍ଟି ହେବ ତା ସହିତ କାହ୍ନା ପାଇଁ ମୁଁ ସେ ମୟୂର ପୁଛଟା କିଣିଥିଲି। ଯେହେତୁ ଆନିଭର୍ସରୀ ଥିଲା ମାଙ୍କ ପାଖରେ ପୂଜା ହେଇଥିବା ସିନ୍ଦୁର ଆଉ ଶଙ୍ଖା ସ୍ୱାମୀ ମୋତେ ପିନ୍ଧେଇ ଦେଇଥିଲେ। ତାପରେ ଯାଇକି ଆମେ ପହଞ୍ଚି ଯାଇଥିଲୁ ବିନା ପିଆଜ ରସୁଣ ବାଲା ହୋଟେଲରେ। ସେଠି ମୁଁ ବିରିୟାନୀ ଖାଇଥିଲି ଆଉ ମୋ ସ୍ୱାମୀ ଅରୁଆ ମିଲ୍ ଖାଇଥିଲେ ଗୋଟେ। ତାପରେ ଫେରିବା ବାଟରେ ଏଇଠି ଆମେ ଗୋଲାପୀ କଇଁର ଗୋଟେ ପୋଖରୀ ଦେଖିଲୁ, ଯାହାକି ବହୁତ ସୁନ୍ଦର ଦେଖାଯାଉଥିଲା। ସେଠି କିଛି ସମୟ ରହିଗଲୁ ଆଉ ସେଠିକାର ସୁନ୍ଦର ଦୃଶ୍ୟ ଉପଭୋଗ କରିକି ଆମେ ବାହାରି ଚାଲିଲୁ ଗୁଣ୍ଡିଚା ଘାଗି। ଯେଉଁମାନେ ସାଧାରଣତଃ ଟ୍ରେନରେ ଆସିଥାନ୍ତି ସେମାନେ ଯଦି ଅଟୋବାଲାକୁ ଭଡ଼ା କରିବେ, ଅଟୋବାଲା 600-700 ଟଙ୍କାରେ ତାଙ୍କୁ ଦୁଇଟା ଜାଗା ବୁଲେଇ ଦେବ। ଗୋଟେ ହେଉଛି ମା ତାରିଣୀଙ୍କ ପୀଠ ଆଉ ଗୋଟେ ହେଉଛି ଗୁଣ୍ଡିଚା ଘାଗି। ଆପଣ ଆରାମସେ 600-700 ଟଙ୍କାରେ ଦୁଇଟା ଜାଗା ବୁଲିକି ପୁଣି ଥରେ ଟ୍ରେନ୍ ପାଖରେ ନେଇକି ଅଟୋବାଲା ଛାଡ଼ି ଦେଇକି ଆପଣଙ୍କୁ ଯିବ। ସେଠି ଟିକେ ଫଟୋ ଉଠାଇ ବୁଲାବୁଲି କରି ପ୍ରଥମେ ଟିକେ ସୋଡ଼ା ପିଇ ଦେଇଥିଲୁ। ତାପରେ ଝାଲ ମଟର ଯେଉଁ ଅଛି ତାକୁ ପାର୍ସଲ କରିକି ନେଇଯାଇଥିଲୁ, ଟ୍ରେନରେ ଭୋକ ହେଲେ ଖାଇବୁ ବୋଲିକି। ଆଉ ପାଖାପାଖି ଆସିକି 3:30ରୁ ଆମେ ଅପେକ୍ଷା କରିଥିଲୁ 4:50 ଯାଏଁ। ତାପରେ ଯାଇକି ଟ୍ରେନ୍ ଆସିଥିଲା। ବହୁତ ଲେଟ୍ ହେଇଯାଇଥିଲା ଟ୍ରେନ୍ ଆସିବା ପାଇଁ। ଆଉ ଫାଇନାଲି ଟ୍ରେନ୍ ଆସିଲା। ଆମେ ଟ୍ରେନରେ ବସିଲା ପରେ କିଛି ସମୟ ପରେ ବହୁତ ଜୋରରେ ଭୋକ ହେଲା। ସେଠି ବସିକି ପ୍ରଥମେ ଝାଲ ମଟର ଖାଇ ଦେଇଥିଲୁ ଆଉ କିଛି ଚପ୍ ମଧ୍ୟ କିଣି ଆଣିଥିଲୁ ପାଖ ଦୋକାନରୁ, ତାକୁ ମଧ୍ୟ ଟିକେ ଖାଇ ଦେଇଥିଲୁ। ଆଉ 7ଟା ବେଳକୁ ପାଖାପାଖି ପୁଣି ଭୋକ ହେଲା। ସେତେବେଳେ ଚପ୍ ବାଲା ବିକ୍ରି କରିବା ପାଇଁ ଆସିଲା, କିନ୍ତୁ ସେ ଚପ୍ ବିଲକୁଲ ବି ଭଲ ଲାଗୁନଥିଲା। ଆଉ ଯେହେତୁ ଜୋରେ ଥଣ୍ଡା ଲାଗୁଥିଲା ଭାବିଲୁ କି ଟିକେ ଚାହା ପିଇଦେବୁ। ଚାହା ପିଇ ସାରିଲା ପରେ ସ୍ୱାମୀ ମୋର ଶୋଇପଡ଼ିଥିଲେ ଆଉ ତାପରେ ମୁଁ ଟିକେ ଶୋଇପଡ଼ିଥିଲି। ଆଉ ଉଠିକି 2 ଜଣ ପୁଣି ଅପେକ୍ଷା କରିଥିଲୁ କେତେବେଳେ ଯାଇକି ଟ୍ରେନରେ ପହଞ୍ଚିବ ଆମ ଜାଗାରେ ବା କେନ୍ଦ୍ରାପଡ଼ାରେ। ପାଖାପାଖି 10:30 ରାତିରେ ଆମେ ଯାଇକି ଘରେ ପହଞ୍ଚିଥିଲୁ। ଆଉ ଘରେ ପହଞ୍ଚିଲା ବେଳକୁ ଦେଖିଲା ବେଳକୁ 2ଟା ଗିଫ୍ଟ ଥୁଆ ହେଇଛି, ଯାହାକି ମୋ ନଣନ୍ଦ ଦେଇ ଯାଇଥିଲେ। ବାପାଙ୍କୁ ପଚାରିଲାରୁ ବାପା କହିଲେ, ଯେହେତୁ ବହୁତ ଲେଟ୍ ହେଇଯାଇଥିଲା ସେଥିପାଇଁ ଗିଫ୍ଟ ଆଉ ଖୋଲିବା ପାଇଁ ଇଚ୍ଛା ହେଲାନି। ବାଟିରୁ ବିରିୟାନୀ କିଣି ଆଣିଥିଲୁ। ସମସ୍ତେ 2 ଜଣ ଯାକ ବିରିୟାନୀ ଖାଇକି ଆମେ ଶୋଇପଡ଼ିଲୁ। ଆଉ ବାପା ତାଙ୍କର ରୁଟି ଖାଇ ଦେଇଥିଲେ ଆଉ ମୁଁ ଏଣ୍ଡୁରି ପିଠା କରିକି ଯାଇଥିଲି, ଏଣ୍ଡୁରି ପିଠା ମଧ୍ୟ ଖାଇ ଦେଇଥିଲେ।